ଯାହା ବିନା ଇଭିନିଂରେ ଚା ଅଧୁରା ଅଟେ। ପିଲାଠୁ ନେଇକି ବୃଦ୍ଧ ଲୋକଙ୍କ ପସନ୍ଦର କଥା କହିଲେ କି ଯେଉଁ ସମୟରେ ବିସ୍କୁଟର କଥା ପଡ଼ିଥାଏ ସେଇଠି ଗୋଟିଏ ନାମ ମନେ ପଡ଼ିଥାଏ, ପାର୍ଲେଜି। ଏହି ବିସ୍କୁଟ ଦେଶର ସମସ୍ତଙ୍କ ହୃଦୟରେ ଅଛି। ଧନୀ ଲୋକଠୁ ନେଇକି ଗରିବ ଲୋକ ପର୍ଯ୍ୟନ୍ତ ଏହି ବିସ୍କୁଟ ପାଇଁ ସମସ୍ତେ ପାଗଳ। ଏବେ ବି ନାହିଁ କେମିତି? ହାଇୱେରେ ଗଲା ସମୟରେ ହଉ କି ଗାଁ ଗଳିରେ ଗଲା ସମୟରେ ହଉ, ଯେଉଁ ପଟେ ଗଲେ ବି ପାର୍ଲେଜି ବିସ୍କୁଟ ମିଳିପାରେ। ବର୍ଷରେ କେମିତି ଗୋଟିଏ ଟଙ୍କା ବଢ଼େଇକି କମ୍ପାନୀ ପ୍ରଫିଟ୍ ହୋଇପାରିଛି। ଗୋଟିଏ ଟେଲର ହୋଇଥିବା ବାଲକଟି 17,000 କୋଟିର କମ୍ପାନୀ କେମିତି କରିପାରିଥିଲେ ଏବଂ କେମିତି ପାର୍ଲେଜିର ନାମ ହୋଇଥିଲା, ଏହି ଭିଡ଼ିଓ ମାଧ୍ୟମରେ ଡିଟେଲ୍ସରେ ଜାଣିବା। ବାର ବ୍ରାଣ୍ଡର ଗ୍ଲୁକୋଜ ବିସ୍କୁଟ ଆରମ୍ଭ କରିଦେଇଥିଲି, ଯାହା ପୁଣି ଥରେ ପାର୍ଲେ ବିସ୍କୁଟ ପ୍ରଭାବିତ ହୋଇଥିଲା। କମ୍ପାନୀର ନାଁ ଥିଲା ପାର୍ଲେ ଏବଂ ବିସ୍କୁଟର ନାଁ ଥିଲା ଗ୍ଲୁକୋ। ସମସ୍ତେ ଗ୍ଲୁକୋ ନାଁରେ ବିସ୍କୁଟ ବାହାର କରିବା ଆରମ୍ଭ କରିଥିଲେ। ଲୋକମାନଙ୍କୁ ଜଣାପଡ଼ୁନଥିଲା ଯେ କେଉଁଟା ରିଏଲ ଗ୍ଲୁକୋ ବିସ୍କୁଟ ବୋଲିକି। କମ୍ପାନୀ 1982 ମସିହାରେ ପାର୍ଲେ ଗ୍ଲୁକୋରୁ ପାର୍ଲେଜି ରିପ୍ୟାକିଂ କରିକି ମାର୍କେଟକୁ ଆଣିଥିଲା। ଜିର ଅର୍ଥ ହେଉଛି ଗ୍ଲୁକୋଜ, ଯେଉଁଠାରୁ ପାର୍ଲେ ଗାର୍ଲର ଜନ୍ମ ହୋଇଥିଲା। କମ୍ପାନୀ 1982 ମସିହାରେ ପାର୍ଲେ ଗ୍ଲୁକୋରୁ ପାର୍ଲେଜି ରିପ୍ୟାକିଂ କରିକି ମାର୍କେଟକୁ ଆଣିଥିଲା। ଜିର ଅର୍ଥ ହେଉଛି ଗ୍ଲୁକୋଜ। କିଏ କହନ୍ତି ବିସ୍ଲେରୀ ପାର୍ଲେର, କିଏ କହନ୍ତି ଫ୍ରୁଟି ପାର୍ଲେର, କିଏ କହନ୍ତି ବେଲି ପାର୍ଲେର। ହେଲେ ରୁହ, ଏସବୁ ତ ପାର୍ଲେର, କିନ୍ତୁ ବ୍ୟକ୍ତି ଅଲଗା ଅଲଗା। ହେଲେ ଆପଣମାନେ ତ ଜାଣିଥିବେ ଯେ ମୋହନଲାଲ ଦୟାଲଙ୍କ 5ଟି ପୁଅ ଥିଲେ ବୋଲିକି। ସବୁଠୁ ପ୍ରଥମେ ଜୟନ୍ତୀଲାଲ ଚୌହାନ ଅଲଗା ହୋଇଥିଲେ। ମୁଁ ତୁମ ସହିତ କାମ କରିବିନି ବୋଲି କହିଥିଲେ। ତାଙ୍କର କମ୍ପାନୀର ନାଁ ଥିଲା ପାର୍ଲେ ଏଗ୍ରୋ। ସେ ଫ୍ରୁଟି, ବେଲି ଏସବୁ ଗୁଡ଼ାକ ଜିନିଷ ବନାଉଥିଲେ। ଜଣେ ଥିଲେ ରମେଶ ଚୌହାନ, ସେ ବିସ୍ଲେରୀ ବନାଉଥିଲେ, ଯାହାକୁ
ବିସ୍ଲେରୀ ପାର୍ଲେ ନାମରେ ଜାଣୁଛନ୍ତି। ଆଉ ଯେଉଁ ତିନି ଭାଇ ଥିଲେ ପାର୍ଲେ କମ୍ପାନୀକୁ ଚଲାଉଥିଲେ। 1939 ମସିହାରେ ଯେଉଁ ବିସ୍କୁଟ ବନାଉଥିଲେ ସେଇଟା ମିଠା ବିସ୍କୁଟ। ମିଠା ବିସ୍କୁଟ ତ ସମସ୍ତେ ଖାଉଥିଲେ, ହେଲେ ଖାରା ବିସ୍କୁଟ ମଧ୍ୟ ଖାଇବା ପାଇଁ ଇଚ୍ଛା କରୁଥିଲେ। ସେଥିପାଇଁ ସେ ଇଣ୍ଡିଆର ପ୍ରଥମ ଖାରା ବିସ୍କୁଟ ଭାବରେ ମୋନାକୋକୁ ଲଞ୍ଚ କରିଦେଇଥିଲେ। ମିଠା ବିସ୍କୁଟ ଯଦି ଦରକାର ପାର୍ଲେଜି ନେଇଯାଅ, ଖାରା ବିସ୍କୁଟ ଯଦି ଦରକାର ମୋନାକୋ ନେଇଯାଅ। କିଏ କହିଲା ଆମକୁ ମିଠା ଖାରା ଦୁଇଟା ଯାକ ବିସ୍କୁଟ ଦରକାର, ସେଥିପାଇଁ ସେ କହିଲେ କ୍ରାକଜେକ୍ ନେଇଯାଅ। ଆମକୁ ଏ ଖାଲି ବିସ୍କୁଟ ବନାଉଥିଲେ ବୋଲିକି ନୁହଁ, ସେ କହିଲେ ଯେ ବିସ୍କୁଟରେ ହେବ ନାହିଁ, କନଫେକ୍ସନିଂ ପ୍ରଡକ୍ଟ ମଧ୍ୟ ବାହାର କରିବା। କିଏ କହିଲା ମୁଁ କାଜୁବାଲା ଖାଇବି, ରୁହ 2020 ନେଇ ଆସିଲି। 1983ରେ ନେଇକି ଆସିଲେ ମେଲୋଡି। ମେଲୋଡି କହିଲେ ସେଇ ମେଲୋଡି କଥା ବୁଝୁ ନାହିଁ, ଚକୋଲେଟକୁ 1963ରେ କିସ୍ମି ବାର୍ ବାହାର କରିଥିଲେ। 1967ରେ ପପିନ୍ସ ବାହାର କରିଥିଲେ। 1986ରେ ମ୍ୟାଙ୍ଗୋ ବାଇଟ୍ ଆଣିଥିଲେ। ବିସ୍କୁଟ ଏବଂ କନଫେକ୍ସନିଂ ପ୍ରଡକ୍ଟ ବାହାର କଲା ପରେ ଏବେ FMCG ପ୍ରଡକ୍ଟକୁ ମଧ୍ୟ ଧ୍ୟାନ ଦେଇଛନ୍ତି। ପାର୍ଲେଜିର ଅଟା ବି ଆସୁଛି, ପାର୍ଲେଜିର ଡାଲି ମଧ୍ୟ ଆସିବାରେ ଲାଗିଛି। ଏହି ସବୁ କରିବା ପରେ 2013 ମସିହାରେ ଫାଷ୍ଟ ବ୍ରାଣ୍ଡ ହୋଇଥିଲା ଯିଏକି 5000 କୋଟିର FMCG ବ୍ରାଣ୍ଡ କ୍ରସ୍ କରିଥିଲା। ପାର୍ଲେଜିର ଯେଉଁ ପ୍ରଡକ୍ଟ ଅଛି 60 ଲକ୍ଷରୁ ବି ଅଧିକ ଦୋକାନରେ ପାର୍ଲେଜି ମିଳିପାରେ। କେମିତି ମିଳିପାରେ? ଯେଉଁଠି ଗଲେ ବି ଯେତିକି ଦୂର ଗଲେ ବି ପାର୍ଲେଜି ବିସ୍କୁଟ ମିଳିପାରେ। ଯେକୌଣସି ବିସ୍କୁଟରେ ପାର୍ଲେଜିର ନାଁ ଲେଖା ହୋଇଥିଲେ ଲୋକମାନେ ଭାବନ୍ତି ଟ୍ରାଏ କରିକି ଦେଖିବା ପାର୍ଲେଜିର, ତାହେଲେ ତ ଭଲ ଲାଗୁଥିବ। କିଏ କହିଲା ପାର୍ଲେଜିର ଦାମ ବଢ଼ିନି କି ବୋଲି? ଆଗରୁ 4 ଟଙ୍କାର ବିସ୍କୁଟ 100 ଗ୍ରାମରେ ଆସୁଥିଲା, ଏବେ କେତେ ଟଙ୍କାରେ ଆସୁଛି? 5 ଟଙ୍କାର 100 ଗ୍ରାମରୁ 80 ଗ୍ରାମ ହେଲା, 80 ଗ୍ରାମରୁ 60 ଗ୍ରାମ ହେଲା, ଏବେ ପୁଣି 55 ଗ୍ରାମର ଆସୁଛି। ଦାମ ନ ବଢ଼ାଇଲେ କ'ଣ ହେଲା? ଏବେ କ୍ୱାଣ୍ଟିଟି ତ କମିଛି। 100 ଗ୍ରାମର ବିସ୍କୁଟ ଯଦି ଦେଖିବା ଏବେ 9 ଟଙ୍କା ହେବ। ଆଗରୁ ପାର୍ଲେଜି ୱାକ୍ସ ପେପର ପ୍ୟାକିଂରେ ଆସୁଥିଲା, ଏବେ ଶସ୍ତା ପ୍ଲାଷ୍ଟିକ ପ୍ୟାକିଂରେ ଆସୁଛି। ଯଦି ବି ବଡ଼ ପ୍ୟାକେଟ ନେବେ ଖାଲି ପାର୍ଲେଜି ଉପରେ କଭର ହିଁ ଥିବ। ଆଗରୁ ଯେଉଁ ପ୍ୟାକେଟ ଉପରେ ଫଟୋ ଥିଲା ଏବେ ମଧ୍ୟ ସେହି ଲିଟିଲ ଗାର୍ଲର ଫଟୋ ଅଛି। ବିସ୍କୁଟ ବନେଇବାକୁ ହେଲେ ତ ର ମେଟେରିଆଲ ଦରକାର। ଯେଉଁ କମ୍ପାନୀ 100 କରୋଡ଼ରୁ ବି ଅଧିକ ମାସକୁ ବନାଉଛନ୍ତି, ସିଏ କମ୍ପାନୀ ଗୋଟିଏ ଟ୍ରକ୍ କି 2ଟି ଟ୍ରକ୍ ତ ଅର୍ଡର କରିବନି, 1 ଟନ୍ 30 ଟନ୍ର ଅର୍ଡର ଥରକୁ ଦେଇଥାଏ। ଯଦି ଥରକୁ ବହୁତ ସାରା କ୍ୱାଣ୍ଟିଟି ଆଣିଲେ ତ ପ୍ରାଇସ୍ ନିହାତି କମିବ। ଯଦି ଏତିକି କ୍ୱାଣ୍ଟିଟି ଆଣିଲେ କାହା ଥ୍ରୋରୁ ଆଣିବନି, ଡାଇରେକ୍ଟ ପ୍ରଡ୍ୟୁସର ପାଖକୁ କଣ୍ଟାକ୍ଟ କରିବ। ତାଙ୍କର 115 ଟନ୍ ବନେଇଲେ ଯାଇ ଗୋଟିଏ ଟନ୍ ଲସ୍ ହୋଇଥାଏ। ଏବେ 60,000ରୁ ବି ଅଧିକ ଲୋକ ଅଛନ୍ତି କମ୍ପାନୀରେ। ଜିନିଷ ତ ଶସ୍ତାରେ ବନେଇଦେଲ, ପ୍ୟାକିଂରେ ପଇସା ବଞ୍ଚିଗଲା, ର ମେଟେରିଆଲ କମରେ ମିଳିଗଲା। ଏବେ ସମସ୍ତଙ୍କ ପାଖକୁ ପହଞ୍ଚେଇବା ଦରକାର। 60 ଲକ୍ଷରୁ ବି ଅଧିକ ଦୋକାନରେ ଆଭେଲେବୁଲ ଅଛି। ଯେଉଁଠି ବି ଗଲେ କିଛି ନ ମିଳିଲେ ପାର୍ଲେଜି ବିସ୍କୁଟ ମିଳିଯିବ। କେଉଁ ସମୟରେ ଏମିତି ହୋଇଥାଏ ଛୋଟ ପ୍ୟାକେଟ ହଉ କି ବଡ଼ ପ୍ୟାକେଟ ଦରକାର, ପାର୍ଲେଜି କୁହେ 2 ଟଙ୍କାର ଦରକାର ନେଇଯାଅ, 5 ଟଙ୍କାର ଦରକାର ନେଇଯାଅ, 10 ଟଙ୍କାର ଦରକାର ନେଇଯାଅ, 20 ଟଙ୍କାର କି 25 ଟଙ୍କାର କି 50 ଟଙ୍କାର, ଯେତିକି ବଡ଼ ପ୍ୟାକେଟ ଦରକାର ସେଇଟା ନେଇପାରିବ। କେମିତି ପାର୍ଲେଜି ଏତେ ଦୂର ଦୂର ପର୍ଯ୍ୟନ୍ତ ପହଞ୍ଚେଇଥାଏ। ସବୁଠାରେ ବଡ଼ ଫ୍ୟାକ୍ଟରି ଅଛି। ଇଣ୍ଡିଆର ଜାଗା ଜାଗାରେ ଯେଉଁଠି ବି ମେନ୍ ମାର୍କେଟ ଅଛି 50-60 କିଲୋମିଟରରେ ନିଜର ଫ୍ୟାକ୍ଟରି କରିଥାଏ।